ଯେତେବେଳେ ଆମେ ପୂଜା ବ୍ରତରେ ଶାଗୁ ବତୁରାଉ ଖାଇବା ପାଇଁ ସେଥିରୁ କିଛି ଶାଗୁ ନିଶ୍ଚୟ ବଳି ପଡ଼େ। ତେବେ ସେଇ ଶାଗୁକୁ ନେଇ ଆପଣ ଏମିତିକା ବଢ଼ିଆ ଟେଷ୍ଟି ଆଉ କ୍ରିସ୍ପି ସ୍ନାକ୍ସ ବନେଇ ପାରିବେ। ଯଦି ଆପଣ ଓଷା ବ୍ରତରେ ଫ୍ରାଏ ଜିନିଷ ଖାଉଛନ୍ତି ତେବେ এই ପରଫେକ୍ଟ ସ୍ନାକ୍ସ ବନେଇ ଖାଆନ୍ତୁ କି ଗେଷ୍ଟକୁ ସର୍ଭ କରନ୍ତୁ, ସେମାନେ ବି ବହୁତ ପସନ୍ଦ କରିବେ। ତେବେ ଚାଲନ୍ତୁ ଏହି କ୍ରିସ୍ପି ଆଉ ଟେଷ୍ଟି ଶାଗୁ ବରାର ରେସିପି ଦେଖିବା। ଏଠି ଶାଗୁ ବରା ବନେଇବା ପାଇଁ ମୁଁ ନେଉଛି ଶାଗୁକୁ ଆମେ ପ୍ରଥମେ 2 ରୁ 3 ଥର ଭଲ ପାଣିରେ ଧୋଇ ନେବା। ଏଠି ମୁଁ ଭଲରେ ପାଣି ଧୋଇ ଦେଇଛି 2-3 ଥର। ଏବେ ଦେଖନ୍ତୁ ମୁଁ ପାଣି ଦେଇଛି, ପାଣି ଶାଗୁରୁ ପାଖାପାଖି ଗୋଟେ ଆଙ୍ଗୁଠିର ଉପରକୁ ରଖିବେ। ସେତିକି ପାଣିରେ ଶାଗୁଟା ବଢ଼ିଆ ବତୁରିବ ବି ଆଉ ଫୁଲିଲା ପରେ ତା ଦେହରେ ଏକ୍ସଟ୍ରା ପାଣି ବି ରହିବନି। ଆଉ ଆକୁ ମୁଁ ପୁରା ଓଭରନାଇଟ୍ ବତୁରିବା ପାଇଁ ରଖିଦେଇଛି। ଆପଣ ମିନିମମ୍ 5 ରୁ 6 ଘଣ୍ଟା ନିଶ୍ଚୟ ବତୁରେଇବେ। ଏଠି ଦେଖିପାରୁଥିବେ ଶାଗୁଟା ଭଲରେ ଫୁଲି ଯାଇଛି, କିନ୍ତୁ ଶାଗୁ ଟିକେ ବି ଟାଣ ନାହିଁ। ମୁଁ ଆପଣଙ୍କୁ ଗୋଟେ ଶାଗୁ ଦେଖାଉଛି ଏଠି, ଆଉ ଶାଗୁ ପୁରା ଗୋଟା ଗୋଟା ବି ଅଛି, ଚିପଚିପା ବି ନାହିଁ। ତ ଏଥିରେ ଆପଣ ପରଫେକ୍ଟ ବରା ବନେଇ ପାରିବେ। ଏଠି ଦେଖନ୍ତୁ ଶାଗୁ ପୁରା ସଫ୍ଟ ବି ଅଛି। ତ ଶାଗୁ ଯେତେବେଳେ ବତୁରେଇବେ ମନେକରି ଅଳ୍ପ ଟିକେ ଉପରକୁ ପାଣି ଦେଇ ବତୁରେଇବେ, ତ ଶାଗୁ ଭଲରେ ଫୁଲିବ ବି ଆଉ ଗୋଟା ଗୋଟା ବି ରହିବ। ଏବେ ଶାଗୁ ବରା ବନେଇବା ପାଇଁ ଆମକୁ ଦରକାର ବାଦାମ। ଏଠି ମୁଁ ପାଖାପାଖି ଅଧା କପ୍ରୁ ଟିକେ ଅଧିକା ବାଦାମ ନେଇଛି। ଆଉ ଏ ବାଦାମକୁ ମୁଁ ଭଲରେ ଗ୍ରାଇଣ୍ଡ କରିଦେବି ଚୋପା ଛଡ଼େଇଲା ପରେ। ଏଠି ମୁଁ ବାଦାମର ଚୋପା ଛଡ଼େଇ ନେଇଛି। କିଛି କିଛି ବାଦାମର ଚୋପା ଅଛି, ସେଟା ବି ଚଳିବ। ଆକୁ ଆମେ ଗ୍ରାଇଣ୍ଡ କରି ନେବା, ହାଲକା ଦରଦରା ଗ୍ରାଇଣ୍ଡ କରିବ, କିଛି ବି ପାଣି ଦେବେନି, ଶୁଖିଲା ଗ୍ରାଇଣ୍ଡ କରିବେ। ଆପଣ ଚାହିଁଲେ ହେମଦସ୍ତାରେ ବି ବାଦାମକୁ କୁଟିକି ନେଇପାରିବେ, ଦରଦରା କୁଟି ନେବେ, ତାକୁ ୟୁଜ୍ କରିପାରିବେ। ଏଠି ମୁଁ ଶୁଖିଲା ଗ୍ରାଇଣ୍ଡ କରି ନେଇଛି, ଦେଖିପାରୁଥିବେ ଟିକେ ଟିକେ ଦରଦରା ବି ଅଛି। ତେମତିକା ହିଁ ଟେକ୍ସଚର ଆମକୁ ଦରକାର। ଏବେ ମୁଁ ଗୋଟେ ବଡ଼ ଜାଗା ନେଇଯାଇଛି, ସେଥିରେ ଏବେ ବତୁରେଇ ରଖିଥିବା ଶାଗୁକୁ ନେବି। ଯେତିକି ଶାଗୁ ମୋତେ ଦରକାର ମୁଁ ସେତିକି ନେଉଛି। ଏଠି ମୁଁ ପାଖାପାଖି ବଡ଼ କପ୍ରେ 2 କପ୍ ହେଲା ଭଳିଆ ଶାଗୁ ନେଇଛି। ଏତିକି ଶାଗୁରେ ଆପଣଙ୍କର ପାଖାପାଖି 20 ରୁ 25ଟା ମିଡ଼ିୟମ୍ ସାଇଜ୍ର ବରା ବନିଯିବ ଆରାମସେ। ତ ଏଇଠି ମୁଁ ଆପଣଙ୍କୁ ବତେଇବି ବି କେତିକି ଶାଗୁରେ କେତିକି ଆଳୁ ନେଲେ ଆପଣଙ୍କର ପରଫେକ୍ଟ ବରା ବନିବ। ତ ସେଇଟାକୁ ନିଶ୍ଚୟ ଫଲୋ କରିବେ। କେତେଜଣ କମ୍ପ୍ଲେନ୍ କରନ୍ତି ଶାଗୁ ବରାଟା ତାଙ୍କର ନରମ ବନେ, ସେମିତିକା କ୍ରିସ୍ପି ବନେନି, କାରଣ ସେମାନେ ଆଳୁର କ୍ୱାଣ୍ଟିଟି ଠିକ୍ସେ ନେଇନଥାନ୍ତି। ଏଠି ମୁଁ ଶାଗୁକୁ ଗୋଟେ ସାଇଡ଼୍ କରିଦେଉଛି, କାରଣ ଆପଣଙ୍କୁ ଆଳୁର କ୍ୱାଣ୍ଟିଟିଟା ଜଣାପଡ଼ିବ କେତିକି ନେବେ। ଏଠି ମୁଁ 2ଟା ବଡ଼ ସାଇଜ୍ ଆଳୁକୁ ଏମିତିକା ଫାଳ କରି ସିଝେଇଥିଲି। ତ ଏଠି ମୁଁ ସେଥିରୁ 1.5ଟା ୟୁଜ୍ କରୁଛି। ମାନେ ଆପଣଙ୍କର କହିପାରିବେ ମିଡ଼ିୟମ୍ ସାଇଜ୍ର ଯଦି ଆଳୁ ନେଉଛନ୍ତି 3ଟା ଆଳୁ ଠିକ୍ ରହିବ। ତ ଆଳୁର କ୍ୱାଣ୍ଟିଟିଟା ଶାଗୁର ଅଧା ହେବା ଦରକାର। ଶାଗୁ ବତୁରେଇଲା ପରେ ଯେତିକି ଆପଣ ଶାଗୁ ୟୁଜ୍ କରିବେ ବରା ପାଇଁ, ତାର ଅଧା କ୍ୱାଣ୍ଟିଟିର ସିଝା ଆଳୁ ନିଅନ୍ତୁ। ଯଦି ଅଧିକା ଆଳୁ ନେବେ ଆଳୁର ମଏଶ୍ଚର ପାଇଁକି ଶାଗୁ ବରାଟା ଏକଦମ ନରମ ବନିବ, ଜମା ବି କ୍ରିସ୍ପି ବନିବନି। ଏଠି ଦେଖିପାରୁଥିବେ ଆଳୁ ଗ୍ରେଟ୍ କଲା ପରେ ଶାଗୁର ଅଧା କ୍ୱାଣ୍ଟିଟିର ଆଳୁ ଅଛି। ଏବେ ଯେଉଁଟା ଦରଦରା ଗୁଣ୍ଡ କରି ରଖିଥିଲେ ବାଦାମ, ସେଟା ଦେଇଦେବା। ବାଦାମ ଆପଣ ନିଜ ହିସାବରେ ଟିକେ କମ୍ ବେଶୀ ବି କରିପାରିବେ। ମୁଁ ପାଖାପାଖି ଆଳୁ ଯେତିକି ନେଇଛି ତାର ଟିକେ ଅଧାରୁ ଅଧିକା କ୍ୱାଣ୍ଟିଟିର ବାଦାମ ନେଇଛି। ତା ଦେହରେ ଆମେ 1.5 ଚାମଚ ପାଖାପାଖି ଅଦା ଗ୍ରେଟ୍ କରିକି ଦେଇଦେବା, ଗୋଟେ କଟା କଞ୍ଚା ଲଙ୍କା ଆଉ କିଛି କଟା ଭୃଷଙ୍ଗ ପତ୍ର ଦେବା। ସେଥିରେ ମୁଁ 1 ଚାମଚର କଞ୍ଚା ଜିରା ଦେଇଛି, ତାର ଫ୍ଲେଭର ବି ବହୁତ ବଢ଼ିଆ ଆସେ। ଏବେ ସେଥିରେ ଅଳ୍ପ ଟିକେ ଲଙ୍କା ଗୁଣ୍ଡ ଆଡ଼୍ କରିବା, ଆ ପାଇଁକି କଲର୍ ଭଲ ଆସିବ। ଯଦି ଆପଣ ରାଗ ଖାଆନ୍ତିନି ତାହେଲେ କଞ୍ଚା ଲଙ୍କା ଆଉ ଲଙ୍କା ପାଉଡ଼ର ସ୍କିପ୍ କରିପାରିବେ। ସେଥିରେ ଏବେ ସ୍ୱାଦ ହିସାବରେ ଲୁଣ ଦେଇଦେବା। ଆଉ ତା ସହିତ ଆମେ ନେବା ଏକ୍ସଟ୍ରା 2 ଚାମଚର ଚାଉଳ ଚୁନା, ଆ ପାଇଁକି ଆହୁରି ଏକ୍ସଟ୍ରା କ୍ରିସ୍ପି ବନିବ ବରାଟି। ଯଦି ଆପଣଙ୍କ ପାଖରେ ନାହିଁ ନିହାତି ତାହେଲେ ସ୍କିପ୍ କରିପାରିବେ, କିନ୍ତୁ ଯଦି ଚାଉଳ ଚୁନା ଅଛି ତାହେଲେ ନିଶ୍ଚୟ 2 ଚାମଚର ଚାଉଳ ଚୁନା ଆଡ଼୍ କରିବେ। ଲାଷ୍ଟକୁ ଅଳ୍ପ ଟିକେ ଲେମ୍ବୁ ରସ ଦେବା, ଆ ପାଇଁ ବି ବରାରେ ବହୁତ ହି ବଢ଼ିଆ ଟେଷ୍ଟ ଆସେ। ଆଉ ଚାଉଳ ଚୁନା ବି ଅଧିକା ଆଡ଼୍ କରିବେନି, ନହେଲେ ବରାଟା ଟାଣ ହେଇଯିବ। ଏଠି ମୁଁ ଯେତିକି ଶାଗୁ ନେଇଛି ସେହି ହିସାବରେ 2 ଚାମଚର ଚାଉଳ ଚୁନା ପୁରା ପରଫେକ୍ଟ ରହିବ ବରାକୁ ଅଧିକା କ୍ରିସ୍ପି ବନେଇବା ପାଇଁ। ଏବେ ଏଥିରେ ଟିକେ ବି ଏକ୍ସଟ୍ରା ପାଣି ଆଡ଼୍ କରିବେନି, ଏମିତି ଭଲରେ ଚକଟି ନେବେ ସବୁ ଜିନିଷକୁ। ଆଳୁରେ ହିଁ ଯେଉଁ ମଏଶ୍ଚର ଥିବ ସେଇଟା ହିଁ ବାଇଣ୍ଡିଙ୍ଗ ହିସାବରେ ହେଲ୍ପ କରିବ। ଆଉ ଶାଗୁ ଆଉ ଆଳୁ ଭଲରେ ବାଇଣ୍ଡ ହେଇଯିବ, ସେଇଥିରେ ହିଁ ଆପଣଙ୍କୁ ଟିକେ ବି ଏକ୍ସଟ୍ରା ପାଣି ଦରକାର ପଡ଼ିବନି। ଚକଟାଟିକୁ ଭଲରେ ଗୋଳେଇବେ ଯେମିତି ଲୁଣ ଭଲରେ ମିଶିବ ଆଉ ସେଟା ସବୁ ଜିନିଷ ଭଲରେ ବାଇଣ୍ଡ ହେଇଯିବ। କିଛି ସମୟ ଗୋଳେଇଲା ପରେ ଆପଣ ଦେଖିବେ ହାତରେ ଗୁଳା ବନି ପାରୁଛି, ତାହେଲେ ଜାଣିବେ ଏଟା ଭଲସେ ଗୋଳେଇ ହେଇଯାଇଛି। ଏବେ ହାତକୁ ଭଲରେ ଧୋଇକି ପୋଛି ନେବେ। ତେଲ ଲଗାଇବା ଦରକାର ନାହିଁ, କିନ୍ତୁ ହାତକୁ ଭଲରେ ଡ୍ରାଏ କରିବେ। ତାପରେ ଯେତିକି ଆପଣଙ୍କୁ ଦରକାର ସେତିକି ଗୋଳା ଆପଣ ଆଣି ହାତରେ ଟାଇଟ୍ କରି ପ୍ରଥମେ ଗୁଳା ଭଳିଆ ବନେଇବେ।
तापर देखंतु मु जेमती बनौछि 2 हाथ मझे रखी टिके हल्का प्रेस करिवे ताले एटा बरा शेप रो बनि जिवो। बराटा मझिरु टिके मोटाळे रहिबो और चारिपटु टिके पतला भलिया रहिबो। एठी देखिबे मु मीडियम साइज रो बरा बनिछि। आपण निज हिसाब रे मीडियम किंबा छोटो साइज रो बनै परिबे। बेसी बड़ साइज किंबा बेसी मोटा बरा बनेबेनी नहले सेटा सिजिबाकू टाइम लागिबो। एमतिका मीडियम शेप नहले छोटो शेप रो बनेबे बढ़िया क्रिस्पी बनिबो। एठी मु प्रथमे किछटा बरा रेडी कर नउछि छानिया पई। एबे छानिया पई मु कड़े रे तेल गरम कर नेछि। तेल को प्रथमे गरम कर नेबे तापरे फ्लेम को लो टू मीडियम रे रखी बरा गुडी को पकेबे। बरा प्रथम जतबेले आपण पकेबे आपण लागि पारे बराटा लागि जाउची किंतु जतबेले बरा टिके टिके सिझी आसीबो आपे सेटा ऊपर को उठी आसीबो और बरा आपे ही अलगा हे जिवो। आपन को किछि करबा दरकार पड़िबनी। मझरे मझरे खाली ताकू टिके एपट सेपट कर दोथिबे। आ आंच को एति बेले लो टू मीडियम रखिबे हाई रखिबेनी नहले बरार ऊपरटा कलर आसी जिवो किंतु भीतर सिझिबनी। तो फ्लेम को लो टू मीडियम रे रखी बरा को एकदम क्रिस्पी हेले जे छाणी दबा ऊपर आपे गोल्डन कलर आसी जिवो और एटा ऊपर को पूरा भासीबा को लागिवो। तो भलरे गोल्डन कलर आसी गले आपण जानिबे एटा भितरु भी परफेक्टली सिझी जाईची। एबे बरा को काढी नबा। हमर क्रिस्पी और टेस्टी सागु बरा एठे रेडी हो जाईची। आपण पूजा व्रत रे बनै खांतु कि नॉर्मल डे रे भी बनै खांतु। बहुत ही टेस्टी क्रिस्पी स्नैक्स एटा। ए रेसिपी घरे निश्चय ट्राई करंतु। पुणी देखा एक नया रेसिपी सहित।